ଆଜି ହେଉଛି ଏପ୍ରିଲ 24, 2026। ଆଜିର ଏହି ଗଭୀର ବିଶ୍ଳେଷଣକୁ ସ୍ୱାଗତ। ମାନେ ସାଧାରଣତଃ ଗୋଟେ ପ୍ରେସର କୁକରରେ ତାପମାତ୍ରା ବଢ଼ିଗଲେ ବାମ୍ଫ ବାହାରିବା ପାଇଁ ଗୋଟେ ଛୋଟ ରାସ୍ତା ଖୋଜେ। ସେହି ରାସ୍ତା ନ ମିଳିଲେ ବିସ୍ଫୋରଣ ତ ନିଶ୍ଚିତ। ବିଲକୁଲ। ଆଉ ବର୍ତ୍ତମାନର ସ୍ଥିତି ବି ଠିକ୍ ସେମିତି। ହଁ, ଆଉ ବର୍ତ୍ତମାନ ଯଦି ଆମେ ବିଭିନ୍ନ ଡିଜିଟାଲ ପ୍ଲାଟଫର୍ମ ବା ୟୁଟ୍ୟୁବ ଟ୍ରେଣ୍ଡସ୍ ଉପରେ ନଜର ପକାଇବା, ମାନେ ସ୍ପଷ୍ଟ ଜଣାପଡ଼ୁଛି ଯେ ଲୋକମାନେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ପ୍ରକାରର ଉତ୍ତାପ ବିଷୟରେ ସବୁଠାରୁ ଅଧିକ ଖୋଜୁଛନ୍ତି ଆଉ ଆଲୋଚନା ବି କରୁଛନ୍ତି। ଗୋଟେପଟେ ଏଇ ଯୋଉ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ କେମିତି ରକ୍ଷା ମିଳିବ ତାର ଉପାୟ ଖୋଜା ଚାଲିଛି, ଆଉ ଅନ୍ୟପଟେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚାଲିଥିବା ଉଗ୍ର ନିର୍ବାଚନୀ ହିଂସାର ଭୟଙ୍କର ଭିଡିଓ ସବୁ ଭାଇରାଲ ହେଉଛି। ମାନେ ଗୋଟେପଟେ ପରିବେଶର ଉତ୍ତାପ ଆଉ ଅନ୍ୟପଟେ ରାଜନୈତିକ ଉତ୍ତାପ। ଉଭୟ ଘଟଣା ବ୍ୟବସ୍ଥା ଉପରେ ପଡ଼ୁଥିବା ଅତ୍ୟଧିକ ଚାପର ଗୋଟିଏ ଗୋଟିଏ ବଡ଼ ଲକ୍ଷଣ। ଆମେ ଯଦି ପ୍ରଥମେ ପାଣିପାଗରୁ କଥା ଆରମ୍ଭ କରିବା, ତାହେଲେ ସ୍ଥିତି ବର୍ତ୍ତମାନ ଖାଲି ଖବରକାଗଜର ପରିସଂଖ୍ୟାନ ଭିତରେ ସୀମିତ ହୋଇ ରହିନାହିଁ। ଏହା ପୁରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। ହଁ, ମୁଁ ଦେଖୁଥିଲି ଝାରସୁଗୁଡ଼ାର ତାପମାତ୍ରା କଥା। ବାପ୍ରେ, 44.6 ଡିଗ୍ରୀ ସେଲସିୟସ୍। ମାନେ ଏହା ତ ସାରା ଦେଶର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହେଲାଣି। ଆଜ୍ଞା, ହଁ, ଖାଲି ଝାରସୁଗୁଡ଼ା ନୁହେଁ, ଆମ ରାଜଧାନୀ ଭୁବନେଶ୍ୱରରେ ବି ଦିନ 1:30 ସୁଦ୍ଧା ତାପମାତ୍ରା 42 ଡିଗ୍ରୀ ପାର କରିଯାଉଛି। ଭାରତୀୟ ପାଣିପାଗ ବିଭାଗ ବା IMD ଯେଉଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ତାହା କେବଳ ଗୋଟିଏ ସାଧାରଣ ସତର୍କ ସୂଚନା ନୁହେଁ। ମାନେ ଏହା ବାୟୁମଣ୍ଡଳରେ ଘଟୁଥିବା ଗୋଟିଏ ବଡ଼ ଧରଣର ପରିବର୍ତ୍ତନର ସଂକେତ ଦେଉଛି ବୋଲି ବୁଝିବାକୁ ପଡ଼ିବ। କିନ୍ତୁ ଏ ହଠାତ୍ ତାପମାତ୍ରା ବୃଦ୍ଧି ପଛର ବୈଜ୍ଞାନିକ କାରଣଟା ପ୍ରକୃତରେ କ'ଣ? ମାନେ ଖାଲି ଖରା ନୁହେଁ, ଉପକୂଳବର୍ତ୍ତୀ ଅଞ୍ଚଳରେ ଯେଉଁ ଗୁମଗୁମି ଅନୁଭୂତ ହେଉଛି, ତାହା ତ ଶରୀରରୁ ସମ୍ପୂର୍ଣ୍ଣ ଶକ୍ତି ଶୋଷି ନେଉଛି। ଠିକ୍ କହିଲେ। ଏହି ଗୁମଗୁମି ଆଉ ଅତ୍ୟଧିକ ଉତ୍ତାପର ମୂଳ କାରଣ ହେଉଛି ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ଆଣ୍ଟି ସାଇକ୍ଲୋନ୍ ବା ପ୍ରତିପୂର୍ଣ୍ଣି ବାତ୍ୟା। ଆଚ୍ଛା, ଏଟା କେମିତି କାମ କରେ? ମାନେ ଏହାକୁ ଗୋଟିଏ ଅଦୃଶ୍ୟ ଢାଙ୍କୁଣୀ ଭଳି ଚିନ୍ତା କରନ୍ତୁ। ସାଧାରଣତଃ ସମୁଦ୍ର ଆଡ଼ୁ ଆସୁଥିବା ପବନ ସ୍ଥଳଭାଗକୁ ଥଣ୍ଡା କରିଥାଏ। କିନ୍ତୁ ଏହି ଆଣ୍ଟି ସାଇକ୍ଲୋନ୍ ଯୋଗୁଁ ଉପରୁ ତଳକୁ ଏକ ପ୍ରକାରର ବାୟୁ ଚାପ ସୃଷ୍ଟି ହେଉଛି, ଯାହାଫଳରେ ସମୁଦ୍ରରୁ ଆସୁଥିବା ଜଳୀୟ ବାଷ୍ପ ବାୟୁମଣ୍ଡଳର ତଳ ସ୍ତରରେ ହିଁ ବାନ୍ଧି ହୋଇ ରହିଯାଉଛି। ଓହୋ, ସେଇଥିପାଇଁ ଝାଳ ଶୁଖୁନାହିଁ ଆଉ ଶରୀର ଥଣ୍ଡା ହୋଇପାରୁନି। ମାନେ ଏହାର ମୁକାବିଲା ପାଇଁ ତ ପ୍ରଶାସନକୁ ମାଲକାନାଗିରି, ଗଜପତି, କଟକ, ବଲାଙ୍ଗୀର ଭଳି ଜିଲ୍ଲାରେ ସ୍କୁଲ ଆଉ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ପଡ଼ିଲାଣି। ମାଲକାନାଗିରିରେ ପରୀକ୍ଷା କେବଳ ସକାଳ 7ଟାରୁ 9ଟା ଭିତରେ ସାରି ଦିଆଯାଉଛି। ହଁ, କାରଣ ଏହି ଶାରୀରିକ କ୍ଳାନ୍ତି ଧୀରେ ଧୀରେ ମାନସିକ ସ୍ତରରେ ଗମ୍ଭୀର ପ୍ରଭାବ ପକାଏ। ମଣିଷର ଚିଡ଼ଚିଡ଼ାପଣ ବଢ଼େ, ଯାହାକି ସାମାଜିକ ଶୃଙ୍ଖଳା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ। ତାହେଲେ ଆମେ କାମାକ୍ଷାନଗରର ଘଟଣାକୁ ଏଇ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିପାରିବା ବୋଧେ। ସେଠାରେ ଜନଗଣନା କର୍ମଚାରୀଙ୍କ ଉପରେ ଯେଉଁ ଆକ୍ରମଣ ହେଲା, ତାପରେ ସରକାର ତୁରନ୍ତ ନୂଆ SOP ଜାରି କଲେ। ନିୟମ କରାଗଲା ଯେ ଦିନ 11ଟାରୁ 3ଟା ପର୍ଯ୍ୟନ୍ତ କୌଣସି ଫିଲ୍ଡ କାମ ହବ ନାହିଁ, ଆଉ କର୍ମଚାରୀମାନେ ବାଧ୍ୟତାମୂଳକ ଭାବେ ନିଜ ପାଖରେ ORS ରଖିବେ। ହଁ, ଇଏ ତ ବହୁତ ଜରୁରୀ ପଦକ୍ଷେପ ଥିଲା। ବିଲକୁଲ। କିନ୍ତୁ ଏଠାରେ ମୋର ଗୋଟେ ପ୍ରଶ୍ନ ଅଛି। ଏହି ଆକ୍ରମଣ କ'ଣ ପ୍ରକୃତରେ କେବଳ ପାଣିପାଗଜନିତ ମାନସିକ ଉତ୍ତେଜନା ଥିଲା, ନା ପ୍ରଶାସନ ଆଉ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଥିବା ଏକ ଗଭୀର ଅବିଶ୍ୱାସର ପ୍ରତିଫଳନ? ମାନେ ଜଣେ କର୍ମଚାରୀ କେବଳ ଖରାରେ ବୁଲୁଛନ୍ତି ବୋଲି ତାଙ୍କ ଉପରେ ଆକ୍ରମଣ ହୋଇଯିବା କଥାଟା ସହଜରେ ହଜମ ହେଉନାହିଁ। ମାନେ ମନୋବିଜ୍ଞାନ ଅନୁଯାୟୀ ଦେଖିବାକୁ ଗଲେ ଅତ୍ୟଧିକ ଉତ୍ତାପ ମଣିଷର ଧୈର୍ଯ୍ୟହୀନତା ଆଉ କ୍ରୋଧର ସ୍ତରକୁ ତ ନିଶ୍ଚୟ ବଢ଼ାଇ ଦିଏ। କାରଣ ଶରୀର କ୍ରମାଗତ ଭାବରେ ସେଇ ଫାଇଟ୍ ଅର୍ ଫ୍ଲାଇଟ୍ ମୋଡ୍ରେ ଥାଏ। ତଥାପି ଆପଣ ଯାହା କହିଲେ, ପ୍ରଶାସନିକ କାର୍ଯ୍ୟକ୍ରମ ଯେମିତିକି ଡାଟା ସଂଗ୍ରହ ବା ଜନଗଣନା ସମୟରେ ଲୋକଙ୍କ ମନରେ ସନ୍ଦେହ ରହିବା ଏକ ବାସ୍ତବ ସମସ୍ୟା। ଯେତେବେଳେ ଏହି ପରିବେଶଗତ ଚାପ ଆଉ ବ୍ୟବସ୍ଥାଗତ ସନ୍ଦେହ ଏକାଠି ମିଶିଯାଏ, ସେତେବେଳେ ଏମିତି ହିଂସାକାଣ୍ଡ ଘଟେ। ଆଚ୍ଛା, ତାମାନେ ନୂଆ SOPଟା ଗୋଟିଏ ତୀରରେ ଦୁଇଟି ଶିକାର କରିବା ଭଳି କଥା? ହଁ, ଆପଣ ସେମିତି କହିପାରିବେ। ଏହା କର୍ମଚାରୀଙ୍କୁ ଶାରୀରିକ ଆରାମ ଦେବା ସହ ଜନତାଙ୍କ ସହ ମୁହାଁମୁହିଁ ହେବାର ସମ୍ଭାବନାକୁ ଟିକେ କମାଇ ଦେବ। ବୁଝିଲି। ମାନେ ଏହି ମାନସିକ ଉତ୍ତେଜନାର ସଂଘର୍ଷର କଥା ଉଠିଲେ, ପଶ୍ଚିମବଙ୍ଗର ନିର୍ବାଚନୀ ହିଂସାର ଯେଉଁ ସବୁ ଦୃଶ୍ୟ ଏବେ ଡିଜିଟାଲ ମିଡିଆରେ ଭାଇରାଲ ହେଉଛି, ତାହା ସତରେ ଗଣତନ୍ତ୍ରର ଗୋଟିଏ ଭୟଙ୍କର ରୂପ ଦର୍ଶାଉଛି। ବିଲକୁଲ। ସେଇ ଘଟଣାଗୁଡ଼ିକ ଖୁବ୍ ଚିନ୍ତାଜନକ।
ମୁଁ ପଢ଼ୁଥିଲି ଦକ୍ଷିଣ ଦିନାଜପୁରର କୁମାରଗଞ୍ଜରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ସରକାରଙ୍କ ଉପରେ ଯେଉଁ ଆକ୍ରମଣ ହେଲା ସେଥିରେ ତାଙ୍କର ଏକମାତ୍ର ସୁରକ୍ଷାକର୍ମୀ ତାଙ୍କୁ ସେହି ଉଗ୍ର ଭିଡ଼ ମଧ୍ୟରୁ ଉଦ୍ଧାର କରି ଏକ କଚ୍ଚା ରାସ୍ତାରେ ଦୌଡ଼ାଇ ନେଉଥିବାର ଦେଖିବାକୁ ମିଳିଲା। ଅନ୍ୟପଟେ ମୁର୍ଶିଦାବାଦର ନୌଦା ଅଞ୍ଚଳରେ ଟିଏମ୍ସି ଆଉ ଅନ୍ୟ ଗୋଷ୍ଠୀ ମଧ୍ୟରେ ଲାଠି ଓ ପଥରମାଡ଼ ହେଲା। ଏପରିକି ପୂର୍ବ ରାତିରେ ସେଠି ବୋମାମାଡ଼ ବି ହୋଇଥିଲା। ହଁ, ଏବେ ନିର୍ବାଚନ ଆୟୋଗ ଏହି ଘଟଣାଗୁଡ଼ିକ ଉପରେ ରିପୋର୍ଟ ତଲବ କରିଛନ୍ତି। ଉଭୟ ପ୍ରମୁଖ ରାଜନୈତିକ ଦଳ ପରସ୍ପର ଉପରେ ଦୋଷ ଲଦୁଛନ୍ତି। କିନ୍ତୁ ଆମେ ଯଦି ଏକ ନିରପେକ୍ଷ ଦୃଷ୍ଟିକୋଣରୁ ବିଶ୍ଳେଷଣ କରିବା, ଏହା ହେଉଛି ସରକାରୀ ଶୃଙ୍ଖଳା ପରିଚାଳନାର ଏକ ସମ୍ପୂର୍ଣ୍ଣ ବିଫଳତା। ଯେତେବେଳେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଅତ୍ୟଧିକ ତୀବ୍ର ହୋଇଯାଏ, ସେତେବେଳେ ସ୍ଥାନୀୟ ପ୍ରଶାସନିକ ନିୟନ୍ତ୍ରଣ ଦୁର୍ବଳ ହୋଇପଡ଼େ। କିନ୍ତୁ ଏଠି ମୁଁ ଏହି ପ୍ରଶାସନିକ ଅସହାୟତା ଉପରେ ଟିକେ ଜୋର ଦେବାକୁ ଚାହିଁବି। ମାନେ ନିର୍ବାଚନ ଆୟୋଗ ତ ସବୁବେଳେ ଦାବି କରନ୍ତି ଯେ କେନ୍ଦ୍ରୀୟ ଫୋର୍ସ ଅଛନ୍ତି, ସୁରକ୍ଷା ବ୍ୟବସ୍ଥା ପୁରା କଡ଼ାକଡ଼ି। ତାହେଲେ ଜଣେ ପ୍ରାର୍ଥୀ ଯାହାଙ୍କ ଉପରେ ଆକ୍ରମଣର ଆଶଙ୍କା ଥାଏ, ସେ କେମିତି ମାତ୍ର ଜଣେ ସୁରକ୍ଷାକର୍ମୀ ସହ ଏତେ ବଡ଼ ଭିଡ଼ ଭିତରେ ରହିଗଲେ? ଏହା ତ କୌଣସି ଛୋଟମୋଟ ତ୍ରୁଟି ନୁହେଁ। ହଁ, ଆପଣଙ୍କ ପ୍ରଶ୍ନ ପୁରା ଯୁକ୍ତିଯୁକ୍ତ। ଏହାର କାରଣ ହେଉଛି ପ୍ରଶାସନିକ ସ୍ତରରେ ଦୁଇ ପ୍ରକାରର ସୁରକ୍ଷା ରହିଥାଏ। ଗୋଟିଏ ହେଉଛି ଷ୍ଟାଟିକ୍ ସିକ୍ୟୁରିଟି ବା ଗୋଟିଏ ନିର୍ଦ୍ଦିଷ୍ଟ ବୁଥ୍ ପାଖରେ ଥିବା ସୁରକ୍ଷା, ଯାହାକୁ ନିୟନ୍ତ୍ରଣ କରିବା ଟିକେ ସହଜ। ଆଉ ଗୋଟିଏ ହେଲା ଟ୍ରାନଜିଟ୍ ସିକ୍ୟୁରିଟି, ମାନେ ଯେତେବେଳେ ପ୍ରାର୍ଥୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରନ୍ତି। ଓହୋ, ତାମାନେ ରାସ୍ତାରେ ଯିବା ସମୟରେ ହିଁ ଅଧିକ ବିପଦ ଥାଏ? ବିଲକୁଲ। ହିଂସାକାଣ୍ଡ ପ୍ରାୟତଃ ଏହି ଯାତ୍ରା ସମୟରେ ହିଁ ହୋଇଥାଏ, କାରଣ ସେହି ସମୟରେ ସୁରକ୍ଷା ବ୍ୟବସ୍ଥା ସବୁଠାରୁ ଦୁର୍ବଳ ଥାଏ। ଗୋଟିଏ ବନ୍ଧୁକଧାରୀ ସୁରକ୍ଷାକର୍ମୀ କେବେ ବି ଶହ ଶହ ଲୋକଙ୍କ ଭିଡ଼କୁ ନିୟନ୍ତ୍ରଣ କରିପାରିବେ ନାହିଁ। ଲଜିଷ୍ଟିକ୍ସ କ୍ଷେତ୍ରରେ ଥିବା ଏହି ତ୍ରୁଟି ଯୋଗୁଁ ହିଁ ଲୋକଙ୍କ ମନରେ ସିଷ୍ଟମ ଉପରେ ଥିବା ବିଶ୍ୱାସ ଭାଙ୍ଗିଯାଏ। ତାମାନେ ଏଭଳି ସ୍ଥିତିରେ ପ୍ରଶାସନକୁ ଅଧିକ ଡେଟା ଚାଳିତ ଏବଂ ସମନ୍ୱିତ ହେବାକୁ ପଡ଼ିବ। ଆଉ ଠିକ୍ ଏହି ସମନ୍ୱୟ ଏବଂ ଡେଟା ଚାଳିତ ପ୍ରଶାସନର କଥା ଉଠିଲେ ଆମ ଓଡ଼ିଶା ପ୍ରେକ୍ଷାପଟରେ ରାଜ୍ୟ ସରକାର ଗୋଟା ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି ବୋଲି କହିବାକୁ ହେବ। ହଁ, ଆପଣ ଓଡ଼ିଶା ଷ୍ଟେଟ୍ ଡାଟା ପଲିସି 2.0 କଥା କହୁଛନ୍ତି ନା? ହଁ ଆଜ୍ଞା, ନିକଟରେ କ୍ୟାବିନେଟ୍ ଏହାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ମୁଁ ଏହାକୁ ଏମିତି ଦେଖୁଛି ଯେମିତି ଆମ ଶରୀରରେ ସ୍ନାୟୁତନ୍ତ୍ର ବା ନର୍ଭସ୍ ସିଷ୍ଟମ ଥାଏ, ଯାହା ମସ୍ତିଷ୍କର ନିର୍ଦ୍ଦେଶକୁ ଠିକ୍ ଅଙ୍ଗ ପାଖରେ ପହଞ୍ଚାଏ। ଏହି ନୂଆ ଡାଟା ପଲିସି ହେଉଛି ସରକାରଙ୍କ ସେହି ସ୍ନାୟୁତନ୍ତ୍ରକୁ ଅପଗ୍ରେଡ୍ କରିବାର ଏକ ବଡ଼ ପ୍ରକ୍ରିୟା, ଯାହାଦ୍ୱାରା ସରକାରୀ ଯୋଜନାର ଲାଭ ସିଧାସଳଖ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିବ। ଆପଣଙ୍କର ଏହି ସ୍ନାୟୁତନ୍ତ୍ରର ଉଦାହରଣଟା ବହୁତ ବଢ଼ିଆ। ଏହାକୁ ଆହୁରି ଟିକେ ଖୋଲିକି କହିଲେ, ପୂର୍ବରୁ ସରକାରଙ୍କର ଅବସ୍ଥା ଏମିତି ଥିଲା ଯେ ବାମ ହାତ ଜାଣିପାରୁନଥିଲା ଡାହାଣ ହାତ କ'ଣ କରୁଛି। ମାନେ କୃଷି ବିଭାଗ ପାଖରେ ଥିବା ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖରେ ନଥିଲା। ବିଲକୁଲ ସେଇଆ। ପ୍ରତ୍ୟେକ ବିଭାଗ ନିଜ ନିଜର ଏକ ପୃଥକ୍ ସାଇଲୋ ବା ଆବଦ୍ଧ ପରିବେଶରେ କାମ କରୁଥିଲେ। କିନ୍ତୁ ବର୍ତ୍ତମାନ ଏହି ନୂଆ ପଲିସି ମାଧ୍ୟମରେ, ଯାହାକୁ ଜାତୀୟ ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ସହ ସମାନ କରାଯାଇଛି, ସେଥିରେ ଓସାକ୍ ବା ଓସିଏସି ଏକ କେନ୍ଦ୍ରୀୟ ମସ୍ତିଷ୍କ ବା ନୋଡାଲ ଏଜେନ୍ସି ଭାବରେ କାର୍ଯ୍ୟ କରିବ। ଆଚ୍ଛା, ତାହେଲେ ଏଥିରେ ବ୍ୟକ୍ତିଗତ ତଥ୍ୟ ଚୋରି ହବାର ଭୟ ରହିବନି? ନା, ଏହାଦ୍ୱାରା ତଥ୍ୟର ଦୋହରୀକରଣ ରୋକିହେବ ଆଉ ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ମଧ୍ୟ ସୁନିଶ୍ଚିତ ହେବ। କିନ୍ତୁ ଖାଲି ଗୋଟେ ନୀତି ଆଣିଦେଲେ ତ ସବୁ କିଛି ଚାଲିବ ନାହିଁ, ବୁଝିଲେ ତ? ଏହି ନୀତିକୁ କାର୍ଯ୍ୟକାରୀ କରିବା ପାଇଁ, ଏହି ବିରାଟ ସରକାରୀ ଯନ୍ତ୍ରକୁ ଚଳାଇବା ପାଇଁ ଆବଶ୍ୟକ ମାନବ ସମ୍ବଳ। ଆଉ ସେହି ଦିଗରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ 15ତମ ନିଯୁକ୍ତି ମେଳା ଗୋଟିଏ ବହୁତ ବଡ଼ ପଦକ୍ଷେପ ଥିଲା। ମାନେ ଏକାଥରକେ 4623 ଜଣ ପ୍ରାର୍ଥୀଙ୍କୁ ସ୍କୁଲ ଓ ଗଣଶିକ୍ଷା, ଜଙ୍ଗଲ ଓ ପରିବେଶ ଆଉ ଏମ୍ଏସ୍ଏମ୍ଇ ଭଳି ବିଭାଗରେ ନିଯୁକ୍ତି ଦିଆଗଲା। ହଁ, ଏଟା ଗୋଟିଏ ବିଶାଳ ପ୍ରୟାସ। ଆଉ ସବୁଠାରୁ ପ୍ରେରଣାଦାୟକ କଥା ମୋତେ ଲାଗିଲା ଯେ ଜଣେ ଦୃଷ୍ଟିବାଧିତ ପ୍ରାର୍ଥୀଙ୍କୁ ଶିଳ୍ପ ଅଧିକାରୀ ଭାବେ ନିଯୁକ୍ତି ମିଳିଛି, ଯାହାକି ପ୍ରଶାସନର ଏକ ଅନ୍ତର୍ଭୁକ୍ତିକରଣ ଦିଗକୁ ଦର୍ଶାଉଛି। ସତ କଥା। ଯେତେବେଳେ ରାଜ୍ୟର ବଜେଟ୍ 3.10 ଲକ୍ଷ କୋଟି ଟଙ୍କା ଛୁଇଁଲାଣି, ସେତେବେଳେ ଖାଲି ପଡ଼ିଥିବା ପଦବୀଗୁଡ଼ିକ ବିକାଶ ପାଇଁ ସବୁଠାରୁ ବଡ଼ ବାଧକ ସାଜିଥାଏ। ଏକବିଂଶ ଶତାବ୍ଦୀର ଏହି ଡାଟା ଚାଳିତ ସରକାର ଚଳାଇବାକୁ ହେଲେ ଦକ୍ଷ ଅଧିକାରୀ ତ ନିହାତି ଦରକାର। ଏହି ବିପୁଳ ନିଯୁକ୍ତି କେବଳ ବେକାରୀ ସମସ୍ୟାର ସମାଧାନ ନୁହେଁ, ମାନେ ଏହା ପ୍ରଶାସନିକ ମାଂସପେଶୀ ସୃଷ୍ଟି କରିବାର ଏକ ପ୍ରୟାସ। ଠିକ୍ କହିଲେ। ଆଉ ଏବେ ଅର୍ଥବ୍ୟବସ୍ଥାର ମୂଳଦ୍ୱାର ଆଡ଼କୁ ଦୃଷ୍ଟି ପକାଇଲେ କୃଷି ଏବଂ ଶିଳ୍ପ କ୍ଷେତ୍ରର ନୂଆ ବିକାଶ ଆମର ନଜରକୁ ଆସୁଛି। ଅକ୍ଷୟ ତୃତୀୟାରେ ଅକ୍ଷିମୁଠି ଅନୁକୂଳ ସହ କୃଷି ଋତୁର ଶୁଭାରମ୍ଭ ହେଲା, ଆଉ ସେହିଦିନ ସିଏମ୍ କିଷାନ ଯୋଜନାରେ
41.68 ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ 838.48 କୋଟି ଟଙ୍କା ଟ୍ରାନ୍ସଫର ହେଲା। ଆଉ କେନ୍ଦ୍ର ସରକାର ମଧ୍ୟ 5ଟି ଫସଲ ଯେମିତିକି ବିରି, ମୁଗ, ଚିନାବାଦାମ, ସୋରିଷ ଏବଂ ସୂର୍ଯ୍ୟମୁଖୀ ପାଇଁ 1428 କୋଟି ଟଙ୍କାରେ MSP କ୍ରୟ ମଞ୍ଜୁର କରିଛନ୍ତି। ଏକ ସୂତାକଳ ବା ୟାର୍ନ ମ୍ୟାନୁଫ୍ୟାକ୍ଚରିଂ ୟୁନିଟ୍ ପ୍ରତିଷ୍ଠାକୁ କ୍ୟାବିନେଟ୍ ମୋହର ମାରିଛନ୍ତି। ଏହି ପ୍ରକଳ୍ପଟିକୁ ଆମେ ଅର୍ଥନୈତିକ ଭାଷାରେ ଫାର୍ମ ଟୁ ଫ୍ୟାବ୍ରିକ୍ ରଣନୀତି କହିପାରିବା। ଆମ କେବିକେ ଅଞ୍ଚଳରେ ତ ବ୍ୟାପକ ତୁଳା ଚାଷ ହୁଏ, କିନ୍ତୁ ଆମର ବିଡ଼ମ୍ବନା କ'ଣ ଥିଲା ଜାଣିଛନ୍ତି? କ'ଣ? କଞ୍ଚାମାଲ ବାହାରକୁ ପଳାଉଥିଲା। ବିଲକୁଲ। କଞ୍ଚାମାଲ ଭାବେ ସେହି ତୁଳା ଅନ୍ୟ ରାଜ୍ୟକୁ ପୁରା ଶାଗମାଛ ଦରରେ ବିକ୍ରି ହେଉଥିଲା, ଆଉ ପରେ ସେଠାରୁ ଉତ୍ପାଦିତ ହୋଇଥିବା ମହଙ୍ଗା ସୂତା ବା ଲୁଗା ଆମକୁ ଅଧିକ ଦାମରେ କିଣିବାକୁ ପଡୁଥିଲା। ମାନେ ଭ୍ୟାଲ୍ୟୁ ଆଡିସନ୍ ବା ମୂଲ୍ୟ ଯୋଗ ପୁରା ଅନ୍ୟ ସ୍ଥାନରେ ହେଉଥିଲା। ଏହା ତ ଠିକ୍, ଯେମିତି ନିଜ କଞ୍ଚାମାଲକୁ ବାହାରକୁ ନ ପଠାଇ ନିଜେ ଗୋଟିଏ ଟେଲର ସପ୍ ଖୋଲିବା ଭଳି କଥା। ଏହି କାରଖାନା ହେଲେ ତ 300 ଲୋକଙ୍କୁ ସିଧାସଳଖ ନିଯୁକ୍ତି ମିଳିବ। ହଁ, ଆଉ ବାହାର ରାଜ୍ୟ ଉପରେ ଏହି ନିର୍ଭରଶୀଳତା ବି କମିବ। କିନ୍ତୁ ଏଠି ମୋର ଗୋଟିଏ ବଡ଼ ସନ୍ଦେହ ଅଛି। ମାନେ ଯେତେବେଳେ ବଡ଼ ବଡ଼ ଶିଳ୍ପପତିମାନେ ଏମିତି କାରଖାନା ଖୋଲନ୍ତି, ପ୍ରକୃତ ଲାଭ କାହାକୁ ମିଳେ? ଏହି ସୂତାକଳ କ'ଣ ବାସ୍ତବରେ ସ୍ଥାନୀୟ ଚାଷୀଙ୍କୁ ସେମାନଙ୍କ କଷ୍ଟ ଉପାର୍ଜିତ ତୁଳାର ଉଚିତ ମୂଲ୍ୟ ଦେବ, ନା ପୁଣିଥରେ ସେହି ବଡ଼ ଶିଳ୍ପପତିମାନେ କମ୍ ଦାମରେ କିଣି ନିଜର ମୁନାଫା କମାଇବେ? ଦେଖନ୍ତୁ, ଯୋଗାଣ ଶୃଙ୍ଖଳା ବା ସପ୍ଲାଇ ଚେନ୍ର ଅର୍ଥନୀତିକୁ ବୁଝିଲେ ସ୍ଥିତି ସ୍ପଷ୍ଟ ହୋଇଯିବ। ଯେତେବେଳେ କାରଖାନା ଚାଷ ଜମିର ଏତେ ନିକଟରେ ଥାଏ, ପରିବହନ ଖର୍ଚ୍ଚ ବହୁମାତ୍ରାରେ କମିଯାଏ। ଆଉ ସବୁଠାରୁ ବଡ଼ କଥା ହେଲା, ଏଠି ମଧ୍ୟସ୍ଥି ବା ଦଲାଲଙ୍କର ଆବଶ୍ୟକତା ରହେ ନାହିଁ। ଆଚ୍ଛା, ତା ମାନେ ଚାଷୀ ସିଧା କାରଖାନାକୁ ବିକିବ? ହଁ, ଯଦି ପ୍ରଶାସନ ଉପଯୁକ୍ତ ନିୟନ୍ତ୍ରଣ ରଖେ, ତେବେ ଚାଷୀ ସିଧାସଳଖ କାରଖାନା ଡେଟ୍ରେ ନିଜ ତୁଳା ବିକ୍ରି କରି ଫ୍ୟାକ୍ଟ୍ରି ଗେଟ୍ ପ୍ରାଇସ୍ ପାଇପାରିବ, ଯାହାକି ସାଧାରଣ ବଜାର ଦରଠାରୁ ଯଥେଷ୍ଟ ଅଧିକ ହୋଇଥାଏ। ଏହା କେବଳ ଶିଳ୍ପପତିଙ୍କ ଲାଭ ନୁହେଁ, ବରଂ ସମଗ୍ର ଅଞ୍ଚଳର ମାଇକ୍ରୋ ଇକୋନୋମିକୁ ବଦଳାଇ ଦେବାର କ୍ଷମତା ରଖେ। ବାଃ, ଏହା ତ ଖୁବ୍ ଭଲ କଥା। କିନ୍ତୁ ଅର୍ଥନୀତିର ଏହି ବୃଦ୍ଧି ସହ ଏକ ସୁସ୍ଥ ସମାଜ ଗଠନ ଅତ୍ୟନ୍ତ ଜରୁରୀ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖନ୍ତୁ, ନିକଟରେ କେମିତି ଗୋଟିଏ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ହଠାତ୍ ଗୁଜବ ପ୍ରଚାରିତ ହେଲା ଯେ BSKY କାର୍ଡ ହୁଏତ ବନ୍ଦ ହୋଇଯିବ, କିନ୍ତୁ ସରକାର ତୁରନ୍ତ ଏହାକୁ ଖଣ୍ଡନ କଲେ। ହଁ, ସରକାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ ନ ହେବା ପର୍ଯ୍ୟନ୍ତ ଏହା ଅବ୍ୟାହତ ରହିବ। ଆଉ ଖାଲି ସେତିକି ନୁହେଁ, ଘରୋଇ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ରୋଗୀ ନ ଫେରାଇବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଏମ୍ସ ସହ ମଧ୍ୟ ମାଗଣା ଚିକିତ୍ସା ପାଇଁ ନୂତନ ଚୁକ୍ତି ସ୍ୱାକ୍ଷର ହୋଇଛି। କିନ୍ତୁ ଗୋଟିଏ ଯୋଜନାରୁ ଅନ୍ୟ ଯୋଜନାକୁ ପରିବର୍ତ୍ତନ ସମୟରେ ଏଭଳି ସ୍ପଷ୍ଟୀକରଣ କେତେ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ଭାବୁଛନ୍ତି? ମାନେ କୌଣସି ବି ବିରାଟ ସରକାରୀ ଯୋଜନାର ଟ୍ରାନ୍ଜିସନ୍ ପିରିୟଡ୍ ବା ପରିବର୍ତ୍ତନ ସମୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ। ଏହି ଅସ୍ପଷ୍ଟତା କେବଳ ଗୁଜବ ସୃଷ୍ଟି କରେ ନାହିଁ, ବରଂ ଜରୁରୀକାଳୀନ ପରିସ୍ଥିତିର ରୋଗୀଙ୍କ ଜୀବନ ମଧ୍ୟ ନେଇପାରେ। ସରକାରଙ୍କର ଏହି ତ୍ୱରିତ ନିର୍ଦ୍ଦେଶନାମା ସତରେ ଏକ ସମ୍ଭାବ୍ୟ ସ୍ୱାସ୍ଥ୍ୟସେବା ସଙ୍କଟକୁ ଏଡ଼ାଇ ଦେଇପାରିଛି। ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ଗଲା। ଅନ୍ୟପଟେ ଓଡ଼ିଶା ବର୍ତ୍ତମାନ ବିଶ୍ୱ ଦରବାରରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବାକୁ ବାହାରିଛି। ଆପଣ ଦେଖିଥିବେ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିଜର ସେହି ପୁରୁଣା ଟ୍ୟାଗ୍ଲାଇନ୍ ଇଣ୍ଡିଆଜ୍ ବେଷ୍ଟ କେପ୍ଟ ସିକ୍ରେଟକୁ ବଦଳାଇ ଦେଇଛନ୍ତି। ନୂଆ ଟ୍ୟାଗ୍ଲାଇନ୍ ଆସିଛି, ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା। ଆଉ ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଆସନ୍ତା ଡିସେମ୍ବର 13, 2026ରେ ପୁରୀଠାରେ ଏକ ବିଶାଳ କୋଏମ୍ସି କୋଷ୍ଟାଲ ମାରାଥନ ଆୟୋଜନ ହେବାର ଘୋଷଣା ହୋଇଛି, ଯାହାର ପୁରସ୍କାର ରାଶି 1 କୋଟି ଟଙ୍କା। ଏହି ବ୍ରାଣ୍ଡିଂ ପରିବର୍ତ୍ତନଟା ଏକ ଗଭୀର ମାନସିକତାର ପରିବର୍ତ୍ତନକୁ ଦର୍ଶାଉଛି। କାରଣ ଏକ ସିକ୍ରେଟ୍ ବା ଗୋପନୀୟ ଜାଗା ହୋଇ ରହିବାର ଅର୍ଥ ହେଉଛି ନିଷ୍କ୍ରିୟତା ଆଉ କମ୍ ପର୍ଯ୍ୟଟକଙ୍କର ଆଗମନ। କିନ୍ତୁ ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା ଏକ ଆକ୍ରମଣାତ୍ମକ ଏବଂ ବିଶ୍ୱସ୍ତରୀୟ ମାର୍କେଟିଂ ରଣନୀତି। ହଁ, ମାନେ ଆମେ ଆଉ ଲୁଚିକି ରହିବାକୁ ଚାହୁଁନୁ। ବିଲକୁଲ। ଆଉ ମାରାଥନ ଭଳି କ୍ରୀଡ଼ା ଆୟୋଜନ ଦ୍ୱାରା ରାଜ୍ୟ ସ୍ପୋର୍ଟସ୍ ଟୁରିଜମର ସେହି ବୃହତ୍ ପାଣ୍ଠିକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି, ଯାହା କେବଳ ରାଜସ୍ୱ ବଢ଼ାଇବ ନାହିଁ, ବରଂ ସ୍ଥାନୀୟ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ। ଠିକ୍ କଥା। ଆମେ ପର୍ଯ୍ୟଟକଙ୍କୁ ଡାକୁଛୁ, ଶିଳ୍ପପତିଙ୍କୁ ଡାକୁଛୁ, ଡାଟା ପଲିସି ଲାଗୁ କରୁଛୁ, କିନ୍ତୁ କ'ଣ? ମାନେ ଏହି ସବୁ ବିକାଶର ମୂଳଦୁଆ ଯଦି ଦହଲିଯାଏ, ତେବେ କ'ଣ ହେବ? ମୋର ଇଙ୍ଗିତ ହେଉଛି ଆମର ଜଳସମ୍ପଦ ପ୍ରତି, ବିଶେଷ କରି ମହାନଦୀ ପ୍ରତି। ଯଦି ନଦୀ ହିଁ ଶୁଖିଯାଏ,
ତେବେ ଏହିସବୁ କାରଖାନା ଏବଂ ପର୍ଯ୍ୟଟନ କ'ଣ ତିଷ୍ଠି ପାରିବ? ଏହା ହିଁ ତ ବର୍ତ୍ତମାନର ସବୁଠାରୁ ବଡ଼ ଏବଂ କଠୋର ବାସ୍ତବତା। ଆମେ ଜାଣୁ ଯେ ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ପ୍ରାୟ 500 ଆନିକଟ ଏବଂ 30ଟି ବ୍ୟାରେଜ ନିର୍ମାଣ କରାଯାଇଛି। ବାପରେ, 500 ଆଣିକଟ? ହଁ, ଆଉ ଆନିକଟ କେବଳ ପାଣି ଅଟକାଇ ନାହିଁ, ମାନେ ଏହା ନଦୀର ସ୍ୱାଭାବିକ ଇକୋଲୋଜିକାଲ ଫ୍ଲୋ ବା ପରିବେଶଗତ ପ୍ରବାହକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଏହାର ସିଧାସଳଖ ପ୍ରଭାବ ଆମ ଓଡ଼ିଶାର କୃଷି ଓ ଶିଳ୍ପ ଉପରେ ପଡ଼ୁଛି। ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ବାରମ୍ବାର ନିରାଶା ବ୍ୟକ୍ତ କରିଛନ୍ତି, କାରଣ ଉଭୟ ରାଜ୍ୟ କୌଣସି ସଠିକ୍ ବୈଜ୍ଞାନିକ ତଥ୍ୟ ବା ହାଇଡ୍ରୋଲୋଜିକାଲ ମଡେଲ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ମୋତେ ତ ଆଶ୍ଚର୍ଯ୍ୟ ଲାଗୁଛି ଯେ ଟ୍ରିବ୍ୟୁନାଲ ମେ 2, 2026କୁ ସମାଧାନ ପାଇଁ ଶେଷ ସୁଯୋଗ ବୋଲି କହିଥିଲେ, କିନ୍ତୁ ଏବେ ଦେଖିବାକୁ ମିଳିଲା ଯେ କେନ୍ଦ୍ର ସରକାର ସେହି ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଉ 9 ମାସ ବଢ଼ାଇ ଦେଲେ, ଅର୍ଥାତ୍ ଜାନୁଆରୀ 2027 ପର୍ଯ୍ୟନ୍ତ। ମାନେ ଏହା କ'ଣ କେବଳ ସମୟ ଗଢ଼ାଇବାର ଆଉ ଏକ ପ୍ରକ୍ରିୟା ନୁହେଁ କି? ଦଶନ୍ଧି ଧରି କେବଳ କମିଟି ବସୁଛି, ତାରିଖ ଘୁଞ୍ଚୁଛି, କିନ୍ତୁ ଏପଟେ ନଦୀର ପାଣି ତ କମି କମି ଯାଉଛି। ଏମିତି ତାରିଖ ଘୁଞ୍ଚାଇଲେ କ'ଣ ପ୍ରକୃତରେ ସମାଧାନ ବାହାରିବ? ଦେଖନ୍ତୁ, ଆନ୍ତରାଜ୍ୟ ଜଳ ବିବାଦଗୁଡ଼ିକ କେବଳ ଆଇନଗତ ସମସ୍ୟା ନୁହେଁ, ଏହା ଏକ ଗଭୀର ବୈଷୟିକ ଏବଂ ରାଜନୈତିକ ସମସ୍ୟା। ଯେପର୍ଯ୍ୟନ୍ତ ଗୋଟିଏ ନିର୍ଦ୍ଦିଷ୍ଟ ଏବଂ ସର୍ବସମ୍ମତ ଡାଟା ଟ୍ରିବ୍ୟୁନାଲ ଆଗରେ ନ ଆସିଛି, ସେ ପର୍ଯ୍ୟନ୍ତ କୌଣସି ଅଦାଲତ ଏକ ଚୂଡ଼ାନ୍ତ ଆଦେଶ ଶୁଣାଇ ପାରିବେ ନାହିଁ। କାର୍ଯ୍ୟକାଳ ବୃଦ୍ଧି ହେବାଟା ହିଁ ଦର୍ଶାଉଛି ଯେ ବୈଷୟିକ ତଥ୍ୟ ସଂଗ୍ରହରେ ଆମର ବିଫଳତା ରହିଛି, ଆଉ ଯଦି ଏହାର ଶୀଘ୍ର ସମାଧାନ ନ ହୁଏ, ତେବେ ଆମେ ପୂର୍ବରୁ ଆଲୋଚନା କରିଥିବା ସେହି 124 କୋଟି ଟଙ୍କାର ସୂତାକଳ, 838 କୋଟି ଟଙ୍କାର କୃଷି ଅନୁଦାନ ଆଉ ବିଶ୍ୱସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର ସବୁକିଛି ଜଳ ଅଭାବରୁ ଭୁଷୁଡ଼ି ପଡ଼ିବା ନିଶ୍ଚିତ। ସତରେ ପରିସ୍ଥିତି ବହୁତ ଜଟିଳ। ତେବେ ଆଜିର ଏହି ଆଲୋଚନାକୁ ଯଦି ଆମେ ସାମଗ୍ରିକ ଭାବେ ଦେଖିବା, ତେବେ ଚିତ୍ରଟି ବେଶ୍ ସ୍ପଷ୍ଟ ଜଣାପଡ଼ୁଛି। ଏକପଟେ ଆମେ ଟେକ୍ନୋଲୋଜି ଏବଂ ପ୍ରଶାସନର ମିଶ୍ରଣରେ ଓଡ଼ିଶା ଷ୍ଟେଟ୍ ଡାଟା ପଲିସି 2.0 ଭଳି ନୂଆ ନୀତି ଆଣୁଛୁ। ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇ ପ୍ରଶାସନକୁ ମଜବୁତ କରୁଛୁ। ଫାର୍ମ ଟୁ ଫ୍ୟାବ୍ରିକ୍ ରଣନୀତିରେ ବଡ଼ ଶିଳ୍ପ ସ୍ଥାପନା କରି ଆମେ ଅର୍ଥନୀତିକୁ ଗୋଟିଏ ନୂଆ ଦିଗ ଦେବାକୁ ଚେଷ୍ଟା କରୁଛୁ। ହଁ, କିନ୍ତୁ ଅନ୍ୟପଟେ ପ୍ରକୃତିର ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଯାହା ସାମାଜିକ ସ୍ତରରେ ଉତ୍ତେଜନା ସୃଷ୍ଟି କରୁଛି। ପଡ଼ୋଶୀ ରାଜ୍ୟରେ ଘଟୁଥିବା ରାଜନୈତିକ ହିଂସାର ଛାୟା, ଯାହା ସିଷ୍ଟମ ଉପରେ ପ୍ରଶ୍ନବାଚୀ ଲଗାଉଛି। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆମର ଜୀବନରେଖା ମହାନଦୀର ଜଳ ସଙ୍କଟ, ଯାହା ଆମ ପାଇଁ ଅନେକ ବଡ଼ ଆହ୍ୱାନ ସୃଷ୍ଟି କରୁଛି। ଏଥିରୁ ଗୋଟିଏ ନିଷ୍କର୍ଷ ତ ବାହାରୁଛି ଯେ ଡିଜିଟାଲ ଏବଂ ଶିଳ୍ପଭିତ୍ତିକ ବିକାଶ କେବେ ବି ପ୍ରାକୃତିକ ସମ୍ପଦର ସୁରକ୍ଷା ବିନା ସଫଳ ହୋଇପାରିବ ନାହିଁ। ବ୍ୟବସ୍ଥାରେ ଦକ୍ଷତା ଆଣିବା ଯେତିକି ଜରୁରୀ, ପରିବେଶର ସନ୍ତୁଳନ ରକ୍ଷା କରିବା ମଧ୍ୟ ସେତିକି ଅପରିହାର୍ଯ୍ୟ। ବିଲକୁଲ ଠିକ୍ କଥା କହିଲେ। ଆରମ୍ଭରୁ ଆମେ ପ୍ରେସର କୁକର କଥା କହୁଥିଲେ। ରାଜ୍ୟ ପର୍ଯ୍ୟଟନ ବିଭାଗ ବର୍ତ୍ତମାନ ଇଣ୍ଡିଆଜ୍ ବେଷ୍ଟ କେପ୍ଟ ସିକ୍ରେଟରୁ ବାହାରି ଥିଙ୍କ୍ ଇଣ୍ଡିଆ ଥିଙ୍କ୍ ଓଡ଼ିଶାର ନାରା ଦେଲାଣି। ମାନେ ଆମେ ଆଉ ଲୁଚି ରହିବାକୁ ଚାହୁଁନାହୁଁ। କିନ୍ତୁ ଯେତେବେଳେ ତାପମାତ୍ରା ପ୍ରତିବର୍ଷ ଏଇଭଳି ନୂଆ ନୂଆ ରେକର୍ଡ ସୃଷ୍ଟି କରିବ, ପ୍ରେସର କୁକର ଭଳି ଚାରିଆଡ଼ ଗରମ ହେବ, ଆଉ ଜୀବନ ଦେଉଥିବା ମହାନଦୀ ଭଳି ନଦୀଗୁଡ଼ିକ ଧୀରେ ଧୀରେ ଶୁଖିଯିବ, ସେତେବେଳେ ଆସନ୍ତା 10 ଦିନରେ ଆମ ଓଡ଼ିଶାର ପ୍ରକୃତ ସିକ୍ରେଟ ବା ଶକ୍ତି କ'ଣ ହେବ? ତାହା କ'ଣ କେବଳ ଏହି ବଡ଼ ବଡ଼ କାରଖାନା ଆଉ ଡିଜିଟାଲ ଡାଟା ପଲିସି ହେବ? ନା ଏହି ବିପଜ୍ଜନକ ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇ ବଞ୍ଚି ରହିବାର ଜ୍ଞାନକୌଶଳ ହେବ? ଏହି ଗଭୀର ଚିନ୍ତାଧାରା ଉପରେ ନିଶ୍ଚୟ ବିଚାର କରନ୍ତୁ। ଆଜିର ଆଲୋଚନାରେ ଏତିକି। ନମସ୍କାର।